ବିଜୁ ଜନତା ଦଳରେ ଏଇଟା ବିରାଟ ଫାଙ୍କ ଆଗରୁ ଫାଙ୍କ ଥିଲା ଏହା ନୁହେଁ ଯେ ଫାଙ୍କ ନଥିଲା। ନବୀନ ବାବୁଙ୍କୁ କେତେ ବିଜୁ ବାବୁଙ୍କ ଲୋକ ଆଉ ପାଣ୍ଡିଆନଙ୍କ ଲୋକ ଭିତରେ ତାଙ୍କର ଝିକାଟଣା ବାଡ଼ିଆ ବାଡ଼ି। ଗୋଟିଏ କଥା ମୁସଲିମ ଭୋଟଟା ସବୁବେଳେ ବିଜେଡି କି ଯାଉଥିଲା। ଏବେ ମୁସଲିମ ଲୋକମାନଙ୍କୁ ନବୀନ ବାବୁ ପ୍ରତିଶ୍ରୁତି ଦେଇଥିଲେ, ଆଶ୍ୱାସନା ଦେଇଥିଲେ, କିନ୍ତୁ କାହିଁକି ବିଜୁ ଜନତା ଦଳ ଭାଗ ଭାଗ ହେଲା ବୋଲିକି ଯୋଉ ପ୍ରଚାର ପ୍ରସାର ହଉଛି ଇଏ ଡ୍ରାମା। ବିଜୁ ଜନତା ଦଳ ସବୁବେଳେ ବିଜେପି ସାଙ୍ଗରେ ଅଛି, ଆଜି ବି ଅଛି, ଗଲା କାଲି ବି ଥିଲା, 2000 ମସିହାରୁ ମିଶିକିରି ଥିଲେ। ଏସବୁ ଡ୍ରାମା କରନ୍ତି। ଆମେ ଓଡ଼ିଶାର ବିକାଶ ପାଇଁ ବିଜେପି କି ଆମେ ସମର୍ଥନ ଦେଲୁ, ପାର୍ଲାମେଣ୍ଟରେ ଦଉଛନ୍ତି ଏବଂ ରାଜ୍ୟସଭା ଦଉଛନ୍ତି। ଏବେ କ'ଣ ତାଙ୍କ ସରକାର ଅଛି? ଆପଣ ଦେଖନ୍ତୁ, ଯେତେବେଳେ ନୋ କନଫିଡେନ୍ସ ଆଣିବାର ଥିଲା ରାଜ୍ୟସଭାରେ, ସେତେବେଳେ ତ ସେ ଓହରିଗଲେ। ଏବେ ଏ ବିଲ୍ ଗଲା କାଲି ଯୋଉ ବିଲ୍ ପାରିତ କଲେ, ସେ ବିଲ୍କୁ ବିରୋଧ କରିବା ପାଇଁ ଘୋଷଣା କରିଥିଲେ, ଫେର ରାତାରାତି କିନି ବଦଳି ଗଲେ, କିଛି ଭୋଟ ଦେଲେନି, କିଛି ଭୋଟ ଦେଲେ। ଏସବୁ ଯୋଉ ହଉଛି ଇଏ କେବଳ ଖେଳ ଭୟରେ, ବିଜେଡି ଭୟରେ ଏ ଖେଳ ଖେଳୁଛି। କାହିଁକି ମାଇନ୍ସ ଫାଇନ୍ସ ବହୁତ ସ୍କାମ୍ ରହିଛି, ହଜାର ହଜାର କୋଟି ଟଙ୍କାର ତାଙ୍କର ସ୍କାମ୍ ଅଛି। ପ୍ରଭାକରମ ଯାହା ନିଷ୍ପତ୍ତି ନେଉଛି ବିଜେଡି ସେଇ କଥାଟି ହିଁ କରୁଛି। କଂଗ୍ରେସ ବର୍ତ୍ତମାନ ବିକଳ୍ପ ହେଇଗଲା କି ରାଜ୍ୟରେ? ରାଜ୍ୟ ତ କଂଗ୍ରେସ ବର୍ତ୍ତମାନ ନମ୍ବର 1 ବିକଳ୍ପ। ରାଜ୍ୟରେ ବର୍ତ୍ତମାନ କଂଗ୍ରେସ ନମ୍ବର 1 ବିକଳ୍ପ। ଆପଣ ଦେଖନ୍ତୁ କେତେ ଲଢ଼େଇ ଆରମ୍ଭ ହେଉଛି। ତାଙ୍କର 24-25 ବର୍ଷର ବିଜୁ ଜନତା ଦଳ ବିଜେପି ଦଳର ଯାହା ହେଇଛି, ଓଡ଼ିଶାକୁ ଶୋଷଣ କରି ଖାଇଛନ୍ତି, ଏରା ସବୁ ଲୋକଲୋଚନକୁ ଅଣାଯାଉଛି। ମୁଖ୍ୟ ବିରୋଧୀ ଦଳ ମାନେ କଂଗ୍ରେସ ବର୍ତ୍ତମାନ ଲିଗେଇଲା। ହଁ, ମୁଖ୍ୟ ଆପଣ ଦେଖିଲେନି ବିଧାନସଭାରେ କଂଗ୍ରେସ ଦଳ ନାହିଁ, ବିଜେଡି ମିଶିକିରି ବିଲ୍ ଫିଲ୍ ପାସ୍ କଲେ। ରାତି ପାଇଗଲା, ସକାଳ 7ଟା ପର୍ଯ୍ୟନ୍ତ ବିଧାନସଭା ଚଳେଇଲେ। এটা ଗୋଟେ କଥା ନାହିଁ, এটা ଲୋକ ବିଚାର କରୁଛନ୍ତି। ଭାରତ ଓଡ଼ିଶା ସରକାରର ଯୋଉ ଇଏ ରହିଛି, ଆଭିମୁଖ୍ୟ ରହିଛି, ବିଜେଡି ତାକୁ ସହଯୋଗ କରୁଛି। ଓଡ଼ିଶା ସରକାର ଯୋଉ ଆଭିମୁଖ୍ୟ ରହିଛି, ବିଜେଡି ତାକୁ ସହଯୋଗ କରୁଛି। ଏଟା ସର୍ବସାଧାରଣ ଗାଁ ଗହଳିର ଲୋକ ଜାଣି ସାରିଲେଣି। ଏ ଗୋଟିଏ ଦଳ। ନବୀନ ବାବୁଙ୍କ ବିଜେପି ପ୍ରତି ପ୍ରେମ ନା ଭୟ? ନବୀନ ବାବୁଙ୍କର ବିଜେପି ପ୍ରତି ପ୍ରେମ ବୋଲି କହିପାରିବିନି, କିନ୍ତୁ ଭୟ, ଡରି ଯାଇଛନ୍ତି, ଡରିଗଲେଣି। 29 ହେଉଛି ସମ୍ପୂର୍ଣ୍ଣ କଂଗ୍ରେସର ବର୍ଷ, ୱାନ୍ ସାଇଡ୍। 29 ହବ ନେତୃତ୍ୱ ଭକ୍ତଚରଣ ଦାସଙ୍କ ନେତୃତ୍ୱରେ ୱାନ୍ ସାଇଡ୍ ଭୋଟ୍।